ଆଜି ସକାଳର ଖବର ହେଡଲାଇନ୍ ଯକ୍ଷ୍ମା ଔଷଧ ମିଳୁନି, ତାଥିରୁ ନିସ୍ତାର ନାହିଁ। ହରଡ଼ ଡାଲି ମହଙ୍ଗା, କୁଇଣ୍ଟାଲ ପିଛା 400 ବଢ଼ିଲା। ଜବାବ ମାଗିଲେ ହାଇକୋର୍ଟ। କାରରୁ ଜବତ 55 ଲକ୍ଷ କାହାର? ପୁରୀ ଗୁଣୁପୁର ଏକ୍ସପ୍ରେସରେ ନିଆଁ। ରାଜ୍ୟରେ ଅଛନ୍ତି 3380 କିନ୍ନର ଭୋଟର। ବିଜେପି ବିଜେଡିକୁ ପ୍ରାର୍ଥୀ ଅଡୁଆ। ଏକାଠି ହେଲେ ବିଜେଡି ଟିକେଟ ଆଶାୟୀ। ଦଳଡିଆଁ ନେତାଙ୍କୁ ନେଇ ହିସାବ ନିକାଶ। କନ୍ଧମାଳ ବରିଷ୍ଠ ବିଜେପି ନେତା କମଳାକାନ୍ତ ଇସ୍ତଫା। ଭାବ ବିହ୍ୱଳ ହେଲେ ପ୍ରୀତମ ପାଢ଼ୀ। ଗୋଷ୍ଠୀ କନ୍ଦଳରେ ଯବନିକା। ଛତ୍ରପୁରରେ ବିଜେପିର ଶକ୍ତି ପ୍ରଦର୍ଶନ। 3 ନକ୍ସଲ ନିହତ, AK-47 ଜବତ। ଭିତ୍ତିହସ୍ତ୍ର ମହାନ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ। 2 ମାସ ମଧ୍ୟରେ ଆତ୍ମସମର୍ପଣ କର। ଏନଟିପିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ପ୍ରଚାର ପାଇଁ ଜାରି ହେଲା କଟକଣା। ଭିତ୍ତିଭୂମି ନଥିଲେ କାର୍ଯ୍ୟକ୍ରମ ବାତିଲ। ଚାକଟିରେ ଚିତ୍ରକୋଣ୍ଡା ଚର୍ଚ୍ଚା। ଡାବୁଗାଁ ଆସନରେ ବିଜେପିରୁ କିଏ? ବିଷମକଟକରେ ବଢୁଛି କଂଗ୍ରେସ କନ୍ଦଳ। ମେ 11ରୁ 13 ଜୁନ 4ରେ ମଦ ଦୋକାନ ବନ୍ଦ। ବିଜେଡି ଖେଳିବ କି ମହିଳା କାର୍ଡ? ବିଆରରୁ ମୁଖ୍ୟ ସହଯୋଗୀ ଗିରଫ। 9 ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ବିଦ୍ୟାଳୟ ନ ଯିବା ମହଙ୍ଗା ପଡ଼ିଲା। ସାନକୁ ବାନ୍ଧିଲା ପୁଲିସ। ମାଇ ହାତୀର ଗଳିତ ଶବ ଠାବ। ପୃଥକ ଦୁର୍ଘଟଣା। 3 ଦଣ୍ଡୁଆ ମୃତ୍ୟୁ, 15 ଆହତ। ଶୋଇଥିବା ବେଳେ ଘରେ ପଶି ଆଣିଲେ। ଶିକ୍ଷକଙ୍କ ସହ ୟୁଟ୍ୟୁବର ପତ୍ନୀ ଗିରଫ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗୋଡ଼ ବିଧ୍ୱସ୍ତ। 8 ଥର ଜିତିଥିବା ଦଳକୁ ମିଳୁନି ପ୍ରାର୍ଥୀ। 18,000 ଭୋଟକୁ ନେଇ ଖେଳ। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ। ବଦଳୁଛି ନେତାଙ୍କ ଦଳ ଓ ଭୂମିକା। ଆସନରେ ଛିଣ୍ଡୁନି ଅଙ୍କ। ରେଡାକଲ ଅଡୁଆରେ ବିଜେପି ବିଜେଡି। ବିଜେଡିକୁ ଫେରିବା ଚର୍ଚ୍ଚା ଜୋର ଧରିଲା। ଚୁଆଁ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ଶୋଷ। 55 ପରିବାରକୁ ଗୋଟିଏ ନଳକୂପ। ଦୋଳପୁର 5ଟି ହାଇସ୍କୁଲରେ ଜଳ ସମସ୍ୟା। ସୀମାନ୍ତ ଗାଁରେ କଂଗ୍ରେସର ପ୍ରଚାର। ପ୍ରସିଦ୍ଧ ଡୋଡରା ମଣ୍ଡେଇ ଆରମ୍ଭ। ମୁକ୍ତା ଯୋଜନାରେ ତିଆରି ହେଲା 10 ପରିସ୍ରାଗାର। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆମିଷ ବଜାର। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଜଣେ ଗିରଫ। ଗରମ ସତ୍ତ୍ୱେ ପ୍ରଦୀପଙ୍କ ପ୍ରଚାର ଜୋର। ମା ଦଣ୍ଡକାଳୀଙ୍କ ପୂଜା। ଠିକାଦାରଙ୍କୁ ନକ୍ସଲ ଚିଠି। ଥାନାରେ ଏତଲା। ଖୋଲା ସ୍ଥାନରେ ରାଜନୈତିକ ସଭା ନ କରିବାକୁ ପରାମର୍ଶ। 25,610 ଗାଡ଼ି ଯାଞ୍ଚ। 13 ଲକ୍ଷ ଜରିମାନା। ରାଜ୍ୟରେ 2 ଅଂଶୁଘାତ ମୃତ୍ୟୁ ଅଭିଯୋଗ। ଚୋରି ଭୁସି ଯୁବକଙ୍କୁ ହତ୍ୟା। ଶିଶୁର ଦାମ 4ରୁ 6 ଲକ୍ଷ। ଭାରତରେ ନିର୍ବାଚନ ବଣ୍ଡୁର ପାଇଁ ଚୀନ ଷଡ଼ଯନ୍ତ୍ର। ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ। ପଶ୍ଚିମବଙ୍ଗରେ NIR ଟିମ୍ ଉପରେ ଆକ୍ରମଣ। କମିଶନ ବନାମ ମିଶନ। ସମ୍ବିଧାନ ପ୍ରତି ଅନୁତ୍ୟାଗ କରନ୍ତୁ ବିଚାରପତି ଅଖିଲ। ଜେଲରୁ ଶାସନ ପାଇଁ ସ୍ୱତନ୍ତ୍ର ଅଧିକାର ପାଇପାରିବେ ନାହିଁ କେଜ୍ରିୱାଲ। କଂକ୍ରିଟ ତଥାଉଛି ଭୁବନେଶ୍ୱର। ଖୋଲା ବିସ୍ଥାପିତଙ୍କ ଅସରନ୍ତି ଦୁଃଖ। 4 ମାସ ପରେ କାଳିଆ ଗିରଫ। ଚିକିତ୍ସାରେ ଜ୍ଞାନ କୌଶଳ, ରୋଗୀ ଶିକ୍ଷା। ସ୍ୱାସ୍ଥ୍ୟ ମୋ ଅଧିକାର। ବଢ଼ୁଛି ଜୀବନଶୈଳୀ ସହ ଜଡ଼ିତ ରୋଗ। ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଗାଁ ମୁହାଁ ତୃଷାର୍ତ୍ତ ବନ୍ୟପ୍ରାଣୀ। 13 ଲକ୍ଷର ଚନ୍ଦନ କାଠ ଜବତ। 2 ଗିରଫ। ବନ୍ଧା ହେଲେଣି 190 ଶିକାରୀ। 4 ବର୍ଷରେ ଜବତ 55 ବାଘ ଚମଡ଼ା। ଜନଜାତିଙ୍କ ବିଭବଶାଳୀ ମୌଳିକ ସାହିତ୍ୟ। ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରୟାସ ଅଭାବ। ତାଲିକାରେ ସାଇରସଙ୍କ 2 ପୁଅ। 71,000 ଟପିଲା ସୁନା। ରୂପା ମୂଲ୍ୟ 87,000। IDFC ଓ LIC ହାଉସିଂ ଫାଇନାନ୍ସଙ୍କୁ ଜରିମାନା। ୟଙ୍ଗ ଇଣ୍ଡିଆନ୍ସ ପୂର୍ବାଞ୍ଚଳ ପରିଷଦ ବୈଠକ। ଇଦ୍ ପାଇଁ ଭି-ମାର୍ଟରୁ ନୂଆ ପୋଷାକ। ଅଶୋଧିତ ତେଲ ଦର $9 ପାର। ଅଲିମ୍ପିଆନ ମାର୍ଦିନୀଙ୍କ ଅସାଧାରଣ ଜଳଯାତ୍ରା। ସିରିଆକୁ ଖସିବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଲେ। ଶତକ ଜବାବରେ ଶତକ। NCERT ପାଠ୍ୟପୁସ୍ତକରେ ଧାରା 370 ଉଚ୍ଛେଦ ଯୋଡ଼ାଗଲା।
ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ରାଜନାଥଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲା ପାକିସ୍ତାନ। ମୋଦି ଗଣତନ୍ତ୍ରର ବସ୍ତ୍ରହରଣ କରୁଛନ୍ତି।